ଗୋଟିଏ ବର୍ଷରେ କେତେ କଏନ୍ ତିଆରି କରିବାକୁ ହେବ ତାହା କେବଳ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥାନ୍ତି। ଏହାପରେ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥାନ୍ତି ଏବଂ ତାପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ମୁଦ୍ରା ଗୁଡ଼ିକୁ ପ୍ରସ୍ତୁତ କରେ। ଯଦି ଗୋଟିଏ ମୁଦ୍ରା କିମ୍ବା ନୋଟ୍ ବନ୍ଦ କରାଯାଏ କିମ୍ବା ବନ୍ଦ କରିବାକୁ ନିଷ୍ପତ୍ତି କରାଯାଏ, ସେତେବେଳେ ଆରବିଆଇକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଆବଶ୍ୟକ। ଅନୁମୋଦନ ମିଳିବା ପରେ ହିଁ ରିଜର୍ଭ ବ୍ୟାଙ୍କ ମୁଦ୍ରା କିମ୍ବା ନୋଟ୍ ଉପରେ ପ୍ରତିବନ୍ଧକ ଲଗାଇ ପାରିବ। ବର୍ତ୍ତମାନ ଭାରତରେ 1 ଟଙ୍କାରୁ 20 ଟଙ୍କା ପର୍ଯ୍ୟନ୍ତ ମୁଦ୍ରା ପ୍ରଚଳିତ ହେଉଛି। ସମୟ ସମୟରେ ମଧ୍ୟ 30 ଟଙ୍କା ଏବଂ 50 ଟଙ୍କିଆ ମୁଦ୍ରା ବିଷୟରେ ଖବର ଆସିଥାଏ। ତେବେ ଏକ ଘୋଷଣା କରାଯାଇଛି ଯେ ଏହା 5 ଟଙ୍କିଆ ମୁଦ୍ରା ବାତିଲ କରାଯିବ। ଏହା ଚର୍ଚ୍ଚା ହେଉଛି ଯେ କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ 5 ଟଙ୍କିଆ କଏନ୍କୁ ରଦ୍ଦ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆପଣ ସମସ୍ତେ ଜାଣନ୍ତି ଯେ ବର୍ତ୍ତମାନ ଦେଶରେ ବିଭିନ୍ନ ପ୍ରକାର 5 ଟଙ୍କିଆ ମୁଦ୍ରା ଉପଲବ୍ଧ ଅଛି। ଗୋଟିଏ ପିତ୍ତଳ ଏବଂ ଅନ୍ୟଟି ମେଟା ଧାତୁରେ ନିର୍ମିତ। ବର୍ତ୍ତମାନ 5 ଟଙ୍କିଆ ପିତ୍ତଳ ମୁଦ୍ରା ବହୁଳ ଭାବରେ ଉପଲବ୍ଧ। ତଥାପି ବର୍ତ୍ତମାନ ଏହି ମୁଦ୍ରାର ସଂଖ୍ୟା କମି କମି ଯାଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଉଭୟ କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ମୋଟା ଧାତୁରେ ନିର୍ମିତ 5 ଟଙ୍କିଆ କଏନ୍ ତିଆରି କରୁନାହାନ୍ତି। ବଜାରରେ କେବଳ ପିତ୍ତଳ ମୁଦ୍ରା ଅଧିକ ଦେଖିବାକୁ ମିଳୁଛି। କାହିଁକି 5 ଟଙ୍କିଆ ମୁଦ୍ରା ବନ୍ଦ ହେଲା? ସେହି 5 ଟଙ୍କିଆ ମୁଦ୍ରା ବନ୍ଦ ହେବା ପଛରେ ଏକ ବଡ଼ କାରଣ ଥିଲା। ଏହି ମୁଦ୍ରା ତିଆରିରେ ମେଟା ଧାତୁ ବ୍ୟବହୃତ ହୁଏ। ଏକ ମୋଟା 5 ଟଙ୍କିଆ ମୁଦ୍ରାରୁ 4ରୁ 5ଟି ବ୍ଲେଡ୍ ତିଆରି କରାଯାଇପାରିବ। ଏହାପରେ କିଛି ଲୋକ 5 ଟଙ୍କିଆ ମୁଦ୍ରାରୁ ବ୍ଲେଡ୍ ତିଆରି କରିବା ଆରମ୍ଭ କରିଦେଇଛନ୍ତି, ଯାହାଦ୍ୱାରା ସରକାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋଟା 5 ଟଙ୍କିଆ ମୁଦ୍ରା ତିଆରି କରିବା ବନ୍ଦ କରିବାକୁ ସୂଚନା ଦିଆଯାଇଛି। ବ୍ୟୁରୋ ରିପୋର୍ଟ, HTV ଓଡ଼ିଆ।